ପ୍ରେଜ୍ ଦ ଲର୍ଡ ଈଶୁ ସାହେବ ସମସ୍ତଙ୍କୁ ଆଜିର ଦିନ ଆମମାନଙ୍କ ପାଇଁ ପ୍ରଭୁ ପରମେଶ୍ୱର ସ୍ପେଶିଆଲ ଦିନ ରଖିଥିଲେ ଆଉ ଆଜି ସେଇଟା ଆମକୁ ତାଙ୍କର ସମ୍ମୁଖରେ ପହଞ୍ଚେଇଛନ୍ତି। ସେଥିଲାଗି ପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଆମର ଆବଶ୍ୟକ ଯେ କି 2026 ମସିହା ପୂର୍ବରୁ ପ୍ରଭୁ ପରମେଶ୍ୱର ଆମର ମନୁଷ୍ୟମାନଙ୍କ ପାଇଁ ସେ ଜଗତକୁ ଆସିଥିଲେ ମନୁଷ୍ୟ ରୂପରେ ଆଉ ସତ୍ୟ ଈଶ୍ୱରଙ୍କର ବାକ୍ୟ ବା ସତ୍ୟ ମାର୍ଗଦର୍ଶନ ସ୍ୱର୍ଗକୁ ଯିବାର ବିଷୟକୁ ଆମକୁ ଶିକ୍ଷା ଦେଲେ। ମନୁଷ୍ୟ ସହିତ କି ପ୍ରକାର ରହିବାର ଅଛି, କେଉଁ ପ୍ରକାର ମାନେ ଆମକୁ ଚାଲିଚଳନରୁ ନେଇ ବା କଥାବାର୍ତ୍ତାରୁ ନେଇ ଅନେକ ସେବା କାର୍ଯ୍ୟରୁ ନେଇ ଅନେକ ସହନ ଶକ୍ତିକୁ ନେଇ ପ୍ରଭୁ ପରମେଶ୍ୱର ଆଜି ଆମକୁ ଶିକ୍ଷା ଦେଇଥିଲେ ଆଉ ଦେଇକରି ସେ ମନୁଷ୍ୟର ପାପକୁ ନିଜର ଶରୀରକୁ ନେଲେ, ଦେହକୁ ନେଲେ ଆଉ ଯେ କି ସେ ମାନେ ପବିତ୍ରତା ଈଶ୍ୱର ପ୍ରଭୁ ଥିଲେ, ଯିଏକି ତାଙ୍କ ପାଖରେ ଗୋଟେ ବି ଦୋଷ ନଥିଲା, ତାଙ୍କ ପାଖରେ ମାନେ ଗୋଟେ ବି ପାପର ଲେଶନ ନଥିଲା। କିନ୍ତୁ ପ୍ରଭୁ ପରମେଶ୍ୱର ଆମମାନଙ୍କ ପାପ ପାଇଁ ଜଗତକୁ ଆସିଥିଲେ ଆଉ ଆମମାନଙ୍କର ପାପକୁ ତାଙ୍କର ଶରୀରକୁ ନେଇଗଲେ ଆଉ ସେ ଈଶ୍ୱରଙ୍କର ଯୋଜନା ତାହା ଆଉ ଆମକୁ ଶୈତାନର ହାତରୁ ଶୈତାନର ବନ୍ଦୀରୁ ସେ ଆମକୁ ତାଙ୍କ ରକ୍ତ ଦ୍ୱାରା କିଣିକି ଆମକୁ ତାଙ୍କର ପୁଅ ଆଉ ଝିଅ କରିବା ପାଇଁ ଅଧିକାର ଦେଲେ। ତ ପ୍ରିୟ ଭାଇ ଭଉଣୀମାନେ, ଆମର ଈଶ୍ୱର ଯିଏକି ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତର ସୃଷ୍ଟିକର୍ତ୍ତା, ଜଗତର ଈଶ୍ୱର ଆଉ ସେ ନିଜକୁ ପିତା ପରମେଶ୍ୱରଙ୍କର ଅନୁଗ୍ରହ ଆଶୀର୍ବାଦ ଆଉ ତାଙ୍କର ଦୟାରେ ସେ ନିଜକୁ ବଳିଦାନ ଦେଲେ। ଆଉ ଆଜି ଏ ଦୁନିଆରେ ବା ଏ ଜଗତରେ ଆମେ ଯଦି ଦେଖିବା ବହୁତ ସାରା ନେତା ମାନେ ରାଜା ମାନେ ବା ଅନେକ ଯାଜକ ମାନେ ଥିଲେ। ସେମାନଙ୍କୁ ଯାହା ବି ସେଇ ସମୟର ରାଜାମାନଙ୍କର ଯେଉଁ ଫେସିଲିଟି ଥିଲା ସେଇଟା ସେମାନେ ମାନେ ପୂରଣ କରି ସେମାନେ ରାଜା ପଦରେ ଥିଲେ। କିନ୍ତୁ ଏକମାତ୍ର ମନୁଷ୍ୟ ଯିଏକି ମନୁଷ୍ୟ ରୂପରେ ଆସିଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରାଜାମାନଙ୍କ ରାଜା ଥିଲେ ମଧ୍ୟ ସେ ନା ମୁକୁଟ ମାନେ ସୁନାର ମୁକୁଟକୁ ବାଛିଲେ, ନା ସେ ଘୋଡ଼ାକୁ ବାଛିଲେ, ନା ସେ ଗାଡ଼ି ମଟରକୁ ବାଛିଲେ, କିଛିକୁ ବାଛିଲେନି। ଅଶୁଚି ବୋଲି ଯେଉଁ ଗଧ, ସେ ଗଧ ଛୁଆକୁ ପ୍ରଭୁ ପରମେଶ୍ୱର ବାଛିଲେ ଆଉ ତା ଉପରେ ସେ ବସିକିରି ରାଜାମାନଙ୍କର ରାଜା, ଜିହୁଦୀମାନଙ୍କର ରାଜା, ଜଗତର ରାଜା, ତ୍ରାଣକର୍ତ୍ତା ପରମେଶ୍ୱର କିଙ୍ଗ ଅଫ୍ କିଙ୍ଗ ଜିସସ୍ ଖ୍ରାଇଷ୍ଟ ସେ ଜେରୁସାଲେମରେ ଗଧ ଉପରେ ବସିକି ଯାତ୍ରା କଲେ। ସେହି ପରମେଶ୍ୱର ଆଜି ସେହି ରାଜାମାନଙ୍କର ରାଜା, ଯିଏକି ମନୁଷ୍ୟମାନଙ୍କର ଏହି ଶାରୀରିକ ବିଷୟକୁ ସେ ନ ଦେଖି ଆତ୍ମିକତା ଜୀବନ ପାଇଁ, ଆତ୍ମିକତା ରକ୍ଷା ପାଇଁ ନିଜକୁ କଣ୍ଟାର ମୁକୁଟକୁ ବାଛିଲେ, ଗଧକୁ ବାଛିଲେ, ପୁରୁଷକୁ ବାଛିଲେ ଆଉ ରକ୍ତ ଝରେଇଲେ ଆଉ ସେ ସମାଧି ମଧ୍ୟ ହେଲେ ଆଉ 3 ଦିନ ମଧ୍ୟରେ ସେ ଜୀବିତ ହେଲେ। ଆଜି ଆମକୁ ସେ ଏପରି ମନୁଷ୍ୟ ବା ଏପରି ଈଶ୍ୱର ସେ ନିଜକୁ ସାବିତ କରୁଛନ୍ତି କି ସେ ମରିକି ମଧ୍ୟ ସେ ବଞ୍ଚିଛନ୍ତି। ଆଉ ସେହି ଏକମାତ୍ର ପରମେଶ୍ୱର ଆଉ ଶିଷ୍ୟମାନଙ୍କ ସହିତ ସେ ଦେଖା ଦର୍ଶନ କଲେ, ଭଜନ ମଧ୍ୟ କଲେ, ତାପରେ ସେ ସ୍ୱର୍ଗାରୋହଣକୁ ଗଲେ ଆଉ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଏବେ କାର୍ଯ୍ୟ କରୁଅଛନ୍ତି ଆମମାନଙ୍କ ଜୀବନରେ। ଆଉ ସେ ଆମମାନଙ୍କ ପାଇଁ ସେ ସ୍ୱର୍ଗରେ ସେ ପ୍ରାର୍ଥନା କରୁଛନ୍ତି ପିତାଙ୍କୁ ଆଉ ଜାଗା ତିଆରି କରୁଛନ୍ତି ଆମମାନଙ୍କୁ ସେ ଜାଗାରେ ରଖିବା ପାଇଁ। ଆଉ ସେ ଦ୍ୱିତୀୟ ଆଗମନ ଆସିବେ ଯିଏକି ତୋରି ଧ୍ୱନିରେ। ସେହି ସମୟ ପର୍ଯ୍ୟନ୍ତ ଆମେ ଧୈର୍ଯ୍ୟ ସହିତ ପ୍ରଭୁ ପରମେଶ୍ୱରଙ୍କୁ ଭୟ କରି ଆଉ ତାଙ୍କର ମାର୍ଗଦର୍ଶନରେ ଚାଲି
ପ୍ରେମରେ ରହି କପଟ ହିଂସା ଦୂର କରି ପବିତ୍ରତାରେ ଜୀବନଯାପନ କରିବା, ତାହେଲେ ସେହି ସମୟରେ ଜୀବନ ପୁସ୍ତକରେ ଆମର ନାମ ଲେଖା ହେଇଥିଲେ ସେଇ ଜାଗାରେ ପ୍ରଭୁ ପରମେଶ୍ୱରଙ୍କ ଜୀବନ ପୁସ୍ତକରେ ଆମ ପ୍ରେଜ୍ ଦ ଲର୍ଡ ଯୀଶୁ ସହାୟ। ଆପଣମାନେ ଭିଡ଼ିଓ ଦେଖିକିରି ଆପଣମାନଙ୍କୁ ଭଲ ଲାଗିଥିବ। ଏଇ ଭିଡ଼ିଓ ମାଧ୍ୟମରେ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରୁ। ଆଉ ଆପଣମାନେ ମଧ୍ୟ ନିଜର ଜୀବନକୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ସମର୍ପିତ କରନ୍ତୁ। ଆଉ ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରୁ। ଏଇ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଲା ଆଉ ତାହେଲେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ଚ୍ୟାନେଲ୍କୁ ଫଲୋ କରନ୍ତୁ, ଲାଇକ୍ କରିବା ପାଇଁ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣମାନଙ୍କର ଏପରିକ ସପୋର୍ଟ ରହିବ ତାହେଲେ ମୁଁ ଆଉ ନେକ୍ସଟ ଭିଡ଼ିଓ ଡାଲିଲେ ଆପଣମାନଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିଯିବ। ତାହେଲେ ଆପଣମାନେ ଏଇ ଭିଡ଼ିଓ ମାଧ୍ୟମରେ ଆଶୀର୍ବାଦ ପାଆନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଆଉ ବହୁତ ମାତ୍ରାରେ ଆପଣମାନେ ସପୋର୍ଟ କରନ୍ତୁ, ସେୟାର କରନ୍ତୁ। ପ୍ରଭୁ ଆଶୀର୍ବାଦ ସମସ୍ତଙ୍କୁ। ଯୀଶୁ ସହାୟ। ପ୍ରେଜ୍ ଦ ଲର୍ଡ।